ପରିଣତ ବୟସରେ ବି ହାରି ନାହାନ୍ତି ଶତାୟୁ। ନିଜର ନିତ୍ୟକର୍ମ ଠାରୁ ଆରମ୍ଭ କରି ସବୁ କାର୍ଯ୍ୟ ନିଜେ ହିଁ କରିଥାନ୍ତି। ନିଜର ଅତ୍ୟାବଶ୍ୟକ ଜିନିଷ ଗୁଡ଼ିକୁ ମଧ୍ୟ ନିଜେ ଯାହା ଦରକାର ହୁଏ ନିଜ ପରିବାର ଲୋକମାନଙ୍କୁ କହିଥାନ୍ତି। ଆଖିକୁ ଠିକ୍ ଦେଖାଯାଉନଥିଲେ ମଧ୍ୟ ଏବେ ବି ବଞ୍ଚି ରହିଛି ତାଙ୍କ ମଧ୍ୟରେ ସ୍ମରଣ ଶକ୍ତି ଏବଂ କଥାବାର୍ତ୍ତା ମଧ୍ୟ କ୍ଲିଅର ଶୁଭୁନଥିଲେ ମଧ୍ୟ ତଥାପି କ୍ଲିଅର କରିବା ପାଇଁ ଚେଷ୍ଟା ମଧ୍ୟ କରନ୍ତି। ଏମିତି ଜଣେ ମହିଳା ଆମ ସହିତ ଆଜି ଅଛନ୍ତି କଟକ ସଦର ନିର୍ବାଚନ ମଣ୍ଡଳୀର ପରମହଂସ ଗ୍ରାମ ପଞ୍ଚାୟତର ମତଗଜପୁର ଗ୍ରାମରେ, ଯିଏକି ନିଜ ଜୀବନ କାଳ ମଧ୍ୟରେ ଅନେକ ଝଡ଼ଝଞ୍ଝା ବିପର୍ଯ୍ୟୟକୁ ଦେଖିଛନ୍ତି, ସ୍ୱାଧୀନତା ସଂଗ୍ରାମ ଦେଖିଛନ୍ତି, ସ୍ୱାଧୀନତା ସଂଗ୍ରାମୀଙ୍କ ସହ ମିଶିଛନ୍ତି। ଆମ୍ବ ତୋଟା ଖସି ମାଟି ଠାରୁ ଆରମ୍ଭ କରି ବର୍ତ୍ତମାନ ଇଣ୍ଟରନେଟ ଯୁଗରେ ମଧ୍ୟ ସେ ନିଜର ଜୀବନଚର୍ଯ୍ୟା ଜାରି ରଖିଛନ୍ତି। ପଚାରି ବୁଝିବା ତାଙ୍କର ଜୀବନ କାଳ ମଧ୍ୟରେ କିଛିଟା ଅନୁଭୂତି ଆମେ ତାଙ୍କ ପାଖରୁ ଶୁଣିବା। ଘର ଘର ହାତ ସାହି ବୟସ କେତେ ହେଲା? ବୟସ 107 ହେଲାଣି। 107। କଣ ଖାଉଛି ରୁଟି ମିଠା। ଆଚ୍ଛା, ମିଠା। ଘରେ ଆଉ କିଏ ଅଛନ୍ତି? ଘରେ ତ ନାତି ଜଡ଼ିଏ, ପୁଅ ବୋହୂ? ହଁ ବୋହୂ ଜଡ଼ିଏ, ତାକୁ ଗୋଟିଏ ଝିଅ, ବଡ଼ ନାତିରେ, ସାନର ଗୋଟିଏ ପୁଅ। ଆଜି ଆସିଥିଲେ ବାବୁ? ଆସିଥିଲେ, କିଏ ଦେଖିଲ? ଦେଖା କଥା ହେଲ 42 ମୌଜାରୁ? କିଏ ଆସିଥିଲେ, ତମକୁ ଦେଲେ ବା ସମ୍ମାନ ଦେଲେ? ମୁଁ ଜାଣିପାରୁନି ବାପା। ଏତେ ବର୍ଷ ହେଲାଣି ଦୁନିଆରେ ଅନେକ ଜିନିଷ ଦେଖିଥିବ, କଣ କିଛି ମନେ ଅଛି କହିବ? ତମ ଅଞ୍ଚଳରେ କଣ ଘଟିଛି ସବୁ ମନେ ଅଛି କିଛି ପୁରୁଣା ଜିନିଷ? ହଁ, କଣ? ପାରାଦୀପରେ ମହାରାଣୀ ଭିକ୍ଟୋରିଆ। ଆଚ୍ଛା, ସେଇଠି ଭାଇ ସାଙ୍ଗରେ। ହଁ, ଗାନ୍ଧୀକି ଜାଣିଛି। ଗାନ୍ଧୀ ଆମକୁ ଜଳଖିଆ ଦିଅନ୍ତି। କୋଉଠି ଦେଇଥିଲେ? ଛତରତୋଟାରେ। ପାଖରେ। ଶୁଣିଲେ ତାଙ୍କର ଅନୁଭୂତି, ଯାହା ସେ ଆମ ପାଖରେ ଥର ଥର କଣ୍ଠରେ ଆମକୁ ସେ ବଖାଣିଛନ୍ତି। ଏବଂ ଆଜି ତାଙ୍କୁ 42 ମୌଜାର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦୟାନିଧି ପ୍ରତିଭା ବିକାଶ ପରିଷଦ ତାଙ୍କୁ ଆଜି ସମ୍ମାନିତ କରିଛି। ଏହି ଶତାୟୁ ମହିଳାଙ୍କୁ ସମ୍ମାନିତ କରି ସେ କେତେ ଖୁସି ଅଛନ୍ତି, କେତେ ନିଜକୁ ଗୌରବାନ୍ୱିତ ମନେ କରନ୍ତି, ଆମେ ଆଲୋଚନା କରିବା। ଦୟାନିଧି ବିକାଶ ପରିଷଦର ଯିଏ ରହିଛନ୍ତି ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି, ଆଜ୍ଞା ସ୍ୱାଗତ କରୁଛି ଆପଣଙ୍କୁ। କଣ ମିଳୁଛି ଆପଣଙ୍କୁ ଏଭଳି ସମ୍ମାନିତ କରି? ବିଭିନ୍ନ କ୍ଷେତ୍ରରେ ଆମକୁ ପୂର୍ବରୁ ମଧ୍ୟ ଦେଖିଛୁ କି ଆପଣ ବହୁତ କୃତି ପ୍ରତିଯୋଗୀଙ୍କୁ ମଧ୍ୟ, କୃତି ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି। ଆଜି ଏ ଶତାୟୁ ମହିଳାଙ୍କୁ ସମ୍ମାନିତ କରି କଣ ଅନୁଭବ କରୁଛନ୍ତି? ଆମର ଯେଉଁ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ଆମ ଜେଜେଙ୍କ ନାଁରେ କରାଯାଇଛି, ସେ ଥିଲେ ଜଣେ ଜମିଦାର। ସିଏ ତାଙ୍କର ଦେହାନ୍ତ ପରେ ବାପା ଆମକୁ ସମସ୍ତଙ୍କୁ ପ୍ରମିସ୍ କରାଇ ଦେଇଥିଲେ, ଏ ବଂଶରେ ଯେମିତି ଇଜ୍ଜତ ରହିବ ତମେ ହচ্ছে କାର୍ଯ୍ୟ କରିବ। ଆମର ଭାଇ, ବଡ଼ ଭାଇ ଆନନ୍ଦ ଚନ୍ଦ୍ର ମହାନ୍ତି ଆକୁ ଆରମ୍ଭ କରି ଯାଇଥିଲେ। ଆମେ ତାକୁ ଏହି ପ୍ରକାର କାର୍ଯ୍ୟ କରିକିରି ଆନନ୍ଦ ପାଉଛୁ। ନିଜ କୌଣସି ସରକାରୀ ଅନୁଷ୍ଠାନ ନାହିଁ, କାହାଠୁ ପଇସାଟା ମାଗିବାର ନାହିଁ, ନିଜ ଅର୍ଜିତ ପେନସନ ପଇସାରୁ ଆମେ ଖର୍ଚ୍ଚ କରୁଛୁ। କାରଣ ମୋର 3 ଝିଅ, ସେମାନେ କହିଲେ ବାପା ତମେ ଜେଜେଙ୍କର ଯାହା ଇଚ୍ଛା ଥିଲା ତମେ ପୂରଣ କର। ଆଜି 107 ବର୍ଷର ମହିଳା ସୁନାମଣି ଦାସଙ୍କୁ ଆଜି ଆମେ ତାଙ୍କୁ ଏ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ କଲା। ତାଙ୍କଠାରୁ ଯେଉଁ କଥା ଶୁଣିଲୁ ମାନେ ଆଶ୍ଚର୍ଯ୍ୟ ଲାଗିଲା। ଦୀର୍ଘ ଏତେ 107 ବର୍ଷ ହେଲେ ତ କେମିତି ସ୍ମରଣ ରଖିଛନ୍ତି। ଇନ୍ଦିରା ଗାନ୍ଧୀଠୁ ଆରମ୍ଭ କରି ଗାନ୍ଧୀ, ମହାତ୍ମା ଗାନ୍ଧୀଠୁ ଆରମ୍ଭ କରି ଦୋଳବାବୁଙ୍କଠୁ ଆରମ୍ଭ କରି ସମସ୍ତଙ୍କ କଥା କହିବା ସହିତ ଆମର ଦଳେଇ ଗାଈ ଭାଙ୍ଗିଲା, ବାତ୍ୟା ହେଇଥିଲା, ସବୁ ବିଷୟରେ ସେ ହେଉଛି ଆଜି କହିଗଲେ। ଧନ୍ୟ ତାଙ୍କର ମାନେ ସେ ସ୍ମରଣ ଶକ୍ତି ରଖିଛନ୍ତି। ଦେଖୁଥିଲେ ଯେଉଁଭଳି ଭାବେ ନାରାୟଣ ବାବୁ ପ୍ରତିକ୍ରିୟା ରଖିଥିଲେ କି ସେ ତାଙ୍କ ସମ୍ମାନିତ କରି ବହୁତ ନିଜକୁ ଗୌରବାନ୍ୱିତ ମନେ କରନ୍ତି। ଆମେ ଆଲୋଚନା କରିବା ସେଇ ଶତାୟୁ ମହିଳାଙ୍କର
ପୁତ୍ର ଆମ ସହିତ ଅଛନ୍ତି କିଭଳି ଭାବେ ତାଙ୍କର ଦୈନନ୍ଦିନ ଜୀବନ କଟୁଛି ଏବଂ ଏ ପରିଣତ ବୟସରେ ମଧ୍ୟ ସେ କିପରି ନିଜେ ନିଜ କାମ କରିବା ପାଇଁ ସକ୍ଷମ ଅଛନ୍ତି। ଆଜ୍ଞା ସ୍ୱାଗତ କରୁଛି ଆପଣଙ୍କୁ, ପରିଚୟ। ମୋ ନାଁ ବିପ୍ରଚରଣ ଦାସ, ଘର ହାଟସାହି, ସୁନାମଣି ଦାସଙ୍କ ପୁଅ ମୁଁ। କେମିତି କଣ ମାଙ୍କର ଜୀବନଚର୍ଯ୍ୟା ଡେଲି ଚାଲେ? ମାଆଙ୍କର ଆଉ ତ ସେ ଗୋଡ଼ ଭାଙ୍ଗିଗଲା ପରେ ଆଉ ବିଶେଷ ସେ ଚାଲିପାରନ୍ତିନି, ତାପରେ ରଡ଼ ଲାଗିକି ହେଇଛି। ତାପରେ ଆମେ ଗାଧୁଆ ପାଧୁଆ ଆଉ ଖାଇବାକୁ ଦିଅନ୍ତୁ, ସେ ହାତରେ ଖାଆନ୍ତି। ଆଉ କଣ ଖାଉଛନ୍ତି ବର୍ତ୍ତମାନ? ବର୍ତ୍ତମାନ ଭାତ, ରୁଟି, ଭଜା, ତରକାରୀ ଯେତେବେଳେ ଯାହା ହେଲା ସେ ଖାଆନ୍ତି। ବଳିଷ୍ଠ ଖାଦ୍ୟ କିଛି ବର୍ତ୍ତମାନ ଦିଆଯାଏନି ବୟସ ଦୃଷ୍ଟି? ନାଇଁ, କିଛି ସେମିତି କିଛି ଇଏ ନାହିଁ। ବୟସ କେତେ ହେଲାଣି? ବୟସ ହେଲାଣି 107 ବର୍ଷ। ଆଧାର କାର୍ଡରେ ମଧ୍ୟ ଆଧାର କାର୍ଡରେ ଟିକେ ରହିଯାଇଛି, ଏପଟ ସେପଟ ଟିକେ ହେଇଯାଇଛି, 100 ଟପିଲାଣି। 100 ଟପି ଗଲାଣି। ବର୍ତ୍ତମାନ ଏ ଅଞ୍ଚଳରେ ଏଭଳି ବୟସରେ ଲୋକ ମିଳିବେ? ନାଇଁ, ଆମର ଇଏ 3 ଖଣ୍ଡ ମୌଜାରେ ପ୍ରାୟ କେହି ନାହାନ୍ତି ତା ବୟସର ଲୋକ। ଠାକୁର ମା କହୁଛନ୍ତି ସମସ୍ତେ ପ୍ରାୟ। ହଁ, ଲୋକେ ବହୁତ ସମ୍ମାନ ଦିଅନ୍ତି, ବହୁତ ଇଏ କରନ୍ତି। ସିଏ ବି ବହୁତ ଲୋକଙ୍କ ପାଇଁ ବହୁତ ବି କାମ କରିଛି, ଆଉ ଲୋକ ତାକୁ ବହୁତ ଭଲ ପାଆନ୍ତି। ଦାନ ଧର୍ମ କରନ୍ତି, ଯିଏ ଆସିଲା କାହାକୁ ଫେରାନ୍ତିନି। ଯିଏ ଯେତେବେଳେ ଅସୁବିଧା ସୁବିଧାରେ ପଡ଼େ ତାଙ୍କୁ ସିଏ ସାହାଯ୍ୟ କରନ୍ତି। ଖୁସି ଅଛନ୍ତି ମା ଖୁସିରେ ଅଛନ୍ତି। ପୁଅ କେମିତି ଅଛନ୍ତି? ମୁଁ ତ ଆଉ କଣ, ମୁଁ ତ ମୋ ମା ପାଇଛି, ମାନେ ମୋ ଏତେ ବୟସରେ ମୋ ମାଆକୁ ପାଇକିନି ମୋତେ ଆସିକିନି 74 ବର୍ଷ ହେଲାଣି। ମୋ ଭଉଣୀକି ଆସି 81 ବର୍ଷ ହେଲାଣି, କିନ୍ତୁ ମା ପାଇକିନି ଆମେ ବହୁତ ଆନନ୍ଦ ଆଉ ବହୁତ ଖୁସିରେ ବି ଅଛନ୍ତି। ସେ ହଁ, ବହୁତ ଖୁସିରେ ରହିଛନ୍ତି। ଦେଖୁଥିଲେ ଯେଉଁଭଳି ଭାବେ ତାଙ୍କ ପୁଅ ପ୍ରତିକ୍ରିୟା ରଖିଲେ ଆମ ପାଖରେ, କି ସୁନାମଣି ଦେବୀ ପ୍ରକୃତରେ ସୁନା ପୁଅ ପାଇଛନ୍ତି, ଯିଏକି ଆଜି ପର୍ଯ୍ୟନ୍ତ ମଧ୍ୟ ତାଙ୍କର ସେବା ଯତ୍ନ ଜାରି ରଖିଛନ୍ତି ଏବଂ ତାଙ୍କର ସଞ୍ଚିତ ଅର୍ଥକୁ ସେ ଗରିବ ଅସହାୟ ଲୋକମାନଙ୍କୁ ମଧ୍ୟ ଦାନ କରୁଛନ୍ତି। ଆମେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା କରିବୁ ଆମ ଚ୍ୟାନେଲ ତରଫରୁ, ଯେ ସୁନାମଣି ଦାସଙ୍କର ସୁସ୍ଥ ଏବଂ ନିରାମୟ ସେ ରୁହନ୍ତୁ ଏବଂ ଦୀର୍ଘାୟୁ ହୁଅନ୍ତୁ। କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।